ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ଯଥାସମ୍ଭବ ଔଷଧ ଠାରୁ ଦୂରେଇ ରହିବା ଉଚିତ, କାରଣ ଏହି ଔଷଧ ଆପଣଙ୍କ ଶରୀରକୁ ରୋଗମୁକ୍ତ କରିଥାଏ ସତ, କିନ୍ତୁ ଏହାର ଗମ୍ଭୀର ପ୍ରଭାବ ପେଟରେ ଥିବା ଶିଶୁ ଉପରେ ପଡ଼ିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଔଷଧ ନ ଖାଇବାକୁ ଚେଷ୍ଟା କରିଥାନ୍ତି। ଏହି ସମୟରେ ଥଣ୍ଡା ଜ୍ୱର ହେବା ମଧ୍ୟ ଅତ୍ୟନ୍ତ ସାଧାରଣ। ଜ୍ୱର ପାଇଁ ସାଧାରଣତଃ ପାରାସିଟାମଲ ବ୍ୟବହାର କରାଯାଇଥାଏ, ହେଲେ ଗର୍ଭବତୀ ମହିଳାମାନେ ଏହି ଔଷଧ ସେବନ କରିବା ପେଟରେ ବଢ଼ୁଥିବା ଶିଶୁ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା। ଆଟେନାନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିସଅର୍ଡର ADHD ପିଲାମାନଙ୍କଠାରେ ଦେଖିବାକୁ ମିଳୁଥିବା ସବୁଠାରୁ ସାଧାରଣ ଡିସଅର୍ଡର ମଧ୍ୟରୁ ଗୋଟିଏ। ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଆସିଟାମିନୋଫେନ୍ ଏକ ସାଧାରଣ ପେନକିଲର, ଯାହାକୁ ଗର୍ଭବତୀ ମହିଳାମାନେ ଜ୍ୱର, ଥଣ୍ଡା, କାଶ, ଅଣ୍ଟାବିନ୍ଧା ତଥା ଅନ୍ୟାନ୍ୟ କଷ୍ଟ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଖାଇଥାନ୍ତି। ହେଲେ ଏହି ଔଷଧ ଖାଇବା ଦ୍ୱାରା ପିଲାମାନଙ୍କୁ ADHD ହୋଇପାରେ। ଏହା ଏକ ପ୍ରକାରର ମସ୍ତିଷ୍କ ରୋଗ। ଏହି ରୋଗ ପିଲାମାନଙ୍କର ଭାବନା, ଚିନ୍ତାଧାରା ଏବଂ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ। ପିଲାମାନଙ୍କ ମଧ୍ୟରେ ADHD ସବୁଠାରୁ ସାଧାରଣ ନ୍ୟୁରୋ ଡେଭଲପମେଣ୍ଟାଲ ରୋଗ ମଧ୍ୟରୁ ଗୋଟିଏ। ଏହି ରୋଗ ହେଲେ ପିଲାଙ୍କୁ ତାଙ୍କ ଆଚରଣ ପରିଚାଳନା କରିବା, କୌଣସି କାର୍ଯ୍ୟରେ ଧ୍ୟାନ ଦେବା, ହାଇପର ଆକ୍ଟିଭିଟିକୁ ନିୟନ୍ତ୍ରଣ କରିବା, ନିଜ ମନୋଭାବକୁ ନିୟନ୍ତ୍ରଣ କରିବା ଏବଂ ଏକାଗ୍ର ରହିବାରେ କଷ୍ଟ ଭୋଗିବାକୁ ପଡ଼ିଥାଏ। ଏକ ଅଧ୍ୟୟନ ପାଇଁ ଗବେଷକମାନେ 2006ରୁ 2011 ମଧ୍ୟରେ 307 ଜଣ ଗର୍ଭବତୀ ମହିଳାଙ୍କ ରକ୍ତ ପରୀକ୍ଷା କରିଥିଲେ। ଏହି ପରୀକ୍ଷାରୁ ସେମାନେ ଜାଣିପାରିଲେ ଯେ ଆସିଟାମିନୋଫେନ୍ ବ୍ୟବହାର କରୁଥିବା ମା'ମାନଙ୍କଠାରୁ ଜନ୍ମ ନେଉଥିବା ପିଲାମାନଙ୍କ ମଧ୍ୟରେ ADHD ହେବାର ଆଶଙ୍କା 18% ଅଧିକ ଥିଲା। ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ ମା'ମାନଙ୍କଠାରୁ ଜନ୍ମ ନେଇଥିବା ଝିଅମାନଙ୍କୁ ପୁଅ ସନ୍ତାନ ସହ ତୁଳନା କରିବା ଦ୍ୱାରା ମଧ୍ୟ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ସାଧାରଣ ଯନ୍ତ୍ରଣା ନିବାରକ ଔଷଧର ପ୍ରଭାବ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ଉପରେ 6 ଗୁଣ ଅଧିକ ପଡ଼ିଥାଏ।